ପିଲାଏ ଆରମ୍ଭ କରିବା କିଶୋର ଚକ୍ର। ତମେ ମାନେ ତ ଜାଣିଥିବ କିଛି ଗୋଟେ କାମ ଆରମ୍ଭ କରିବା ଆଗରୁ ସର୍ବପ୍ରଥମେ ଠାକୁରଙ୍କୁ ସ୍ମରଣ କରାଯାଏ। ହଁ, ସେ ତ ସବୁରି ମୂଳରେ। ତାହେଲେ ଆସ ପିଲେ, ଆମ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଦେଶରାଜ ନନ୍ଦଙ୍କ କଣ୍ଠରୁ ଭକ୍ତି ସଙ୍ଗୀତଟିଏ, ଯାହାକୁ ରଚନା କରିଛନ୍ତି ଶିବକୁମାର ରଥ। ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ଆଖିରେ ଆଖି ମିଶାଇ ଜାଣିଛି ଜଗତେ ଅଧିକ ସୁନ୍ଦର, ଜାଣିଛି ଜଗତେ ଅଧିକ ସୁନ୍ଦର, ଦେଖିବାର କିଛି ନାହିଁ। ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ଆଖିରେ ଆଖି ମିଶାଇ। ଶରଧା ବାଲିରୁ ଦିଶେ ତୋ ଦେଉଳ, ସତେ କି ଅଛି ପାଖରେ, ଲୁଚି ଲୁଚି ଯାଏ ସେ ଦେଉଳ କାହିଁ, ଦାଣ୍ଡରେ ଚାଲିଲେ ଥରେ, ବାଟ ସରିଗଲେ ତୋ ଦୁଆରେ ଆଉ, ବାଟ ସରିଗଲେ ତୋ ଦୁଆରେ ଆଉ, ଚାଲିବାର କିଛି ନାହିଁ। ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ଆଖିରେ ଆଖି ମିଶାଇ। ତୋ ବେଢ଼ାକୁ ଗଲେ ଲାଗିବ ଯେମିତି, ଦେଖିଲି ସରଗ ଧାମ, ଅନ୍ତରର କଥା ଲୁହରେ କହିବି, ନେଇ ଜଗନ୍ନାଥ ନାମ, ନିର୍ମାଲ୍ୟ ପାଇଲେ ଜୀବନରେ ଆଉ, ନିର୍ମାଲ୍ୟ ପାଇଲେ ଜୀବନରେ ଆଉ, ପାଇବାର କିଛି ନାହିଁ। ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ଆଖିରେ ଆଖି ମିଶାଇ। ଜାଣିଛି ଜଗତେ ଅଧିକ ସୁନ୍ଦର, ଜାଣିଛି ଜଗତେ ଅଧିକ ସୁନ୍ଦର, ଦେଖିବାର କିଛି ନାହିଁ। ତୋ କଳା ଶ୍ରୀମୁଖ ଦେଖିବି କାଳିଆ, ତୋ କଳା ଶ୍ରୀମୁଖ ଦେଖିବି କାଳିଆ,
ଆଖିରେ ଆଖି ମିଶାଇ ଆଖିରେ ଆଖି ମିଶାଇ ଆଖିରେ ଆଖି ମିଶାଇ। ପିଲେ ଠାକୁରଙ୍କୁ ସ୍ମରଣ କରୁ କରୁ ମନ୍ଦିର ଆଡ଼େ ବୁଲି ଆସିବାକୁ ମନ ହେଲାଣି। ହେଲେ କୋଉ ମନ୍ଦିର ଯିବା କହୁଛି ଶୁଣ। ମା ଦୁର୍ଗାଙ୍କର ଗୋଟିଏ ରୂପ ହେଉଛନ୍ତି ମା ମଙ୍ଗଳା। ପୁରୀ ଜିଲ୍ଲାର କାକଟପୁରରେ ଅବସ୍ଥିତ ଅଛି ମା ମଙ୍ଗଳାଙ୍କ ମନ୍ଦିର। ଆଜି ମନ୍ଦିର ମାଳିନୀ ଓଡ଼ିଶାରେ ଶୁଣିବା କାକଟପୁରର ମା ମଙ୍ଗଳା ମନ୍ଦିର ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି କଳାକର ପଣ୍ଡା। ପିଲାମାନେ, ମା ମଙ୍ଗଳା ହେଉଛନ୍ତି ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କର ଶକ୍ତିମୟୀ ମଙ୍ଗଳମୟୀ ସ୍ୱରୂପ। ଦେବୀ ଭାଗବତ ଓ ବ୍ରହ୍ମ ବୈବର୍ତ୍ତ ପୁରାଣରେ ମା ନିଜେ କହିଛନ୍ତି, ମୋର ଅନେକ ନାମ ଥିଲେ ସୁଦ୍ଧା ମୁଁ ଦୁର୍ଗତି ନାଶିନୀ ଦୁର୍ଗା ରୂପେ ପ୍ରସିଦ୍ଧି ହେବି। ମା କହିଲେ ସମସ୍ତ ଦେବୀ ଶକ୍ତିକୁ ବୁଝାଏ। ସିଏ ହେଉଛନ୍ତି ମହାଲକ୍ଷ୍ମୀ, ମହାକାଳୀ, ମହାସରସ୍ୱତୀ, ମା ଦୁର୍ଗତି ନାଶିନୀ। ସିଏ ହିଁ ଦଶ ମହାବିଦ୍ୟା, ଅଷ୍ଟାଦଶ ମାତୃଗଣ, ତ୍ରିପୁରା ସୁନ୍ଦରୀ, ଲଳିତା। ସମସ୍ତ ମାତୃଗଣଙ୍କୁ ଆମେ ଏକ ବୋଲି ବୁଝିଥାଉ। ସେ ରୁଦ୍ରାଣୀ ହୁଅନ୍ତୁ, ବ୍ରହ୍ମାଣୀ ହୁଅନ୍ତୁ ବା ବୈଷ୍ଣବୀ ହୁଅନ୍ତୁ। ଆହୁରି ମଧ୍ୟ ଲେଖା ଅଛି ଯେ ଦେବଦେବ ମହାଦେବ ତ୍ରିପୁରାସୁରକୁ ବଦ୍ଧ କରିବା ପାଇଁ ମଧ୍ୟ ମାଙ୍କର ପୂଜା ଆରାଧନା କରିଥିଲେ। ମା ସନ୍ତୁଷ୍ଟ ହୋଇ ତ୍ରିପୁରାସୁରକୁ ବଦ୍ଧ କରିବା ପାଇଁ ମହାଦେବଙ୍କୁ ସାହାଯ୍ୟ କରିଥିଲେ। ମଙ୍ଗଳ ରୂପରେ ସଂସାରର ହିତ ସାଧନ କରିଥିବାରୁ ମାଙ୍କ ନାମ ମଙ୍ଗଳା ବୋଲି ସାରା ଜଗତରେ ଖ୍ୟାତ ହୋଇଛି। କାକଟପୁର ମା ମଙ୍ଗଳାଙ୍କ ପୀଠ ଯିବାକୁ ହେଲେ ପୁରୀଠାରୁ ବେଳାଭୂମି ରାସ୍ତାରେ 55 କିଲୋମିଟର। ଏହି ବାଟେ ଗଲେ ବସ୍ରେ 60 ଟଙ୍କା ଲାଗିଥାଏ। ଯିବା ବାଟରେ ବେଳାଭୂମିର ନୀଳ ଜଳରାଶି, ବେଲେଶ୍ୱର ମହାଦେବ, ମା ରାମଚଣ୍ଡୀ ଏବଂ କୋଣାର୍କ ମନ୍ଦିର ଦେଇ ଯିବାକୁ ହୁଏ। ଭୁବନେଶ୍ୱର ଠାରୁ 4 ଛକ ଦେଇ କାକଟପୁରର ଦୂରତା 64 କିଲୋମିଟର। ମା କାକଟମଙ୍ଗଳାଙ୍କ ମନ୍ଦିରକୁ ବିଗତ 500 ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର ରାୟଚୂଡ଼ାମଣି ପଞ୍ଚାନନ ମିତ୍ରଙ୍କ ଦ୍ୱାରା 1548 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ପ୍ରଚଳିତ ଲୋକକଥା ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ଲଙ୍କାରେ ମା ମଙ୍ଗଳାଙ୍କୁ ପୂଜା କରୁଥିଲେ। ମା ମଙ୍ଗଳା ଲଙ୍କାର ଇଷ୍ଟ ଦେବୀ ଥିଲେ। ପ୍ରଭୁ ଶ୍ରୀରାମ ରାବଣଙ୍କୁ ବଦ୍ଧ କରିବା ପରେ ମା ଅପୂଜ୍ୟ ହୋଇ ରହିଗଲେ। ମନୁବଂଶଧାରୀ ରାଜା ମଙ୍ଗଳସେନ ସିଂହଳ ଦ୍ୱୀପରୁ ମାଙ୍କୁ ଉତ୍କଳ ଆଣିଥିଲେ। ପ୍ରାଚୀ ନଦୀ ତଟରେ ମା ପୂଜା ପାଇଲେ। କଳାପାହାଡ଼ ଆକ୍ରମଣ ସମୟରେ ମାଙ୍କର ପାଷାଣ ନିର୍ମିତ ବିଗ୍ରହକୁ ପ୍ରାଚୀ ନଦୀର ଗଭୀର ଜଳରାଶି ମଧ୍ୟରେ ଲୁଚାଇ ରଖାଯାଇଥିଲା। ଅନେକ ଦିନ ବିତିଗଲା। ଥରେ ସାଧବ ପୁଅମାନେ ପ୍ରାଚୀ ନଦୀ ଜଳପଥରେ ବାଣିଜ୍ୟ କରିବାକୁ ଯିବା ସମୟରେ ରାତ୍ରି ହୋଇଗଲା। ବୋଇତଟି ମଝି ନଈରେ ଚାଲିଥାଏ। ହଠାତ୍ ଏକ ଝଡ଼ ବର୍ଷା ଭୀଷଣ ବେଗରେ ମାଡ଼ି ଆସିଲା। ଅଗାଧ ଜଳରାଶି ମଧ୍ୟରେ ବୋଇତ ଦୋହଲିବାକୁ ଲାଗିଲା। ସାଧବ ପୁଅମାନେ ଭୟଭୀତ ହୋଇଗଲେ। ନୀରବ ହୋଇଗଲେ ସମସ୍ତେ। କାହାରି ମୁହଁରେ ହସ ଟିକେ ନଥିଲା। ଲୁହ ଛଳ ଛଳ ହୋଇଗଲା ସମସ୍ତଙ୍କ ଆଖି। ଜଳ ସମାଧି ନେବାକୁ ଆଉ ଡେରି ନଥିଲା। ହଠାତ୍ ଝଡ଼ ତୋଫାନ ପ୍ରଶମିତ ହେବାରୁ ଦେଖିଲେ ଯେ ନାବଟି ମଝି ନଈରେ ସ୍ଥିର ହୋଇ ରହିଯାଇଛି। କୌଣସି କ୍ଷତି ହୋଇନାହିଁ। ସେତେବେଳେ ସମୟରେ ସାଧବ ପୁଅମାନେ ବଣିଜକୁ ଯିବା ପୂର୍ବରୁ ସାଧବାଣୀମାନେ ନାବମଙ୍ଗରେ ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ବିଦାୟ ଦେଇଥାନ୍ତି। ସାଧବ ପୁଅମାନେ ସେହିଠାରେ ମା ମଙ୍ଗଳାଙ୍କୁ ସ୍ମରଣ କରି ରାତି କଟାଇଲେ। ରାତିରେ ସ୍ୱପ୍ନାଦେଶ ହେଲା ଯେ, ହେ ସାଧବ ପୁଅମାନେ, ମୋତେ ଏ ଗଭୀର ଜଳରୁ ଉଦ୍ଧାର କର। ମନ୍ଦିରଟିଏ ତୋଳି ପୂଜାର୍ଚ୍ଚନା କର। ମୁଁ ଏହି ସ୍ଥାନରେ ହିଁ ରହିବି। ରାତି ପାହିଲା। ସାଧବ ପୁଅମାନେ ପ୍ରାଚୀ ନଦୀରୁ ମାଙ୍କର ପାଷାଣ ନିର୍ମିତ ବିଗ୍ରହକୁ ଉଦ୍ଧାର କଲେ। ପ୍ରାଚୀ ନଦୀ ତଟରେ ମାଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେଲା। ମା ମଙ୍ଗଳା ବିରାଜମାନ ହୋଇ ପୂଜା ପାଇଲେ। ଦିନ ବିତିଗଲା। ଦିନେ ଏକ କାଉ ମାଙ୍କର ବୁଡ଼ି ରହିଥିବା ମଝି ନଈ ଉପରେ ବାରମ୍ବାର ବୁଡ଼ ମାରୁଥିଲା ଏବଂ ଉଠିକରି ସେହି ଜାଗାରେ ଅଟକି ଯାଇ ଉଡ଼ୁଥିଲା। ଏହି ଘଟଣା ବାରମ୍ବାର ଘଟିଲା ପରେ ଲୋକମୁଖରେ ଏହା କାକ ଅଟକପୁର ବା କାଳକ୍ରମେ କାକଟପୁର ନାମ ବୋଲାଇ ସର୍ବଜନ ବିଦିତ ହେଲା। ମା କାକଟମଙ୍ଗଳାଙ୍କ ବିଗ୍ରହ ଖଣ୍ଡିଏ କଳାମୁଗୁନି ପଥରରେ ତିଆରି। ଦକ୍ଷ କାରିଗର ହସ୍ତରେ ଗଢ଼ା ମାଙ୍କର ମୂର୍ତ୍ତି ଅତି ସୁନ୍ଦର ଏବଂ ନିଖୁଣ ଭାବେ ପରିସ୍ଫୁଟ। ମା ହେଉଛନ୍ତି କୃଷ୍ଣବର୍ଣ୍ଣା, ତ୍ରିନେତ୍ରା ଆଉ ଚତୁର୍ଭୁଜା। ମାଙ୍କର
ଉପର ଦକ୍ଷିଣ ହସ୍ତରେ ପୂର୍ଣ୍ଣଚନ୍ଦ୍ର, ଉପର ବାମ ହସ୍ତରେ ସହସ୍ର ଦଳ ବିଶିଷ୍ଟ ପଦ୍ମ ପୁଷ୍ପ, ତଳ ଦକ୍ଷିଣ ହସ୍ତରେ ଜପା ଅକ୍ଷମାଳି ଧାରଣ କରିଥାନ୍ତି। ତଳ ବାମ ହସ୍ତ ସଦାସର୍ବଦା ଭକ୍ତମାନଙ୍କ କଲ୍ୟାଣ ନିମନ୍ତେ ଅଭୟ ମୁଦ୍ରାରେ ଥାଏ। ପ୍ରତି ମଙ୍ଗଳବାର ମାଙ୍କର ବିଶେଷ ସ୍ନାନ ଏବଂ ପଣା ଭୋଗ ହୋଇଥାଏ। ମା ମଙ୍ଗଳା ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ମାତା। ଯେତେବେଳେ ଶ୍ରୀ ଜଗନ୍ନାଥଙ୍କର ନବକଳେବର କଥା ଚିନ୍ତା କରାଯାଏ, ଦଇତାପତିମାନେ ମା ମଙ୍ଗଳାଙ୍କୁ ପୂଜା କରି ଅଧିଆ ପଡ଼ି ଦାରୁର ସନ୍ଧାନ ପାଆନ୍ତି। ମା ତାଙ୍କୁ ସ୍ୱପ୍ନରେ ଦାରୁର ସନ୍ଧାନ ଦିଅନ୍ତି। ଯେଉଁ ଦିଗକୁ ମା ସୂଚାଇଥାନ୍ତି, ଦଇତାପତିମାନେ ବନଯାତ୍ରା କରି ସେହି ଦିଗରୁ ଦାରୁ ସଂଗ୍ରହ କରିଥାନ୍ତି। ମହାପ୍ରଭୁଙ୍କର ପାରମ୍ପରିକ ନୀତିକାନ୍ତିରେ ନବକଳେବର ଯାତ୍ରା ଉତ୍ସବ ପ୍ରତି 12 ବର୍ଷରେ ଥରେ ହୋଇଥାଏ। ମା ମଙ୍ଗଳା ପ୍ରତିଦିନ କାକଟପୁରରୁ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ବିଜେ କରିଥାନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟେକ ରାତ୍ରିରେ ଦେବସଭା ବସେ। ସେଠାରେ ମା ପୂଜା ପାଇ ପୁଣି କାକଟପୁର ମନ୍ଦିରକୁ ଫେରି ଆସନ୍ତି। ନିଜ ମନ୍ଦିରକୁ 7 ଥର ପରିକ୍ରମା କରିଥାନ୍ତି। ଥକାପଣ ମେଣ୍ଟେଇବା ପାଇଁ ସିଂହାସନ ଡାହାଣ ପଟେ ଥିବା ଏକ ମୁଗୁନି ଶିଳା ଉପରେ ବିଶ୍ରାମ ନେଇଥାନ୍ତି। ଏହି ଶିଳାଟି ମଧ୍ୟ ପ୍ରାଚୀ ଗର୍ଭରୁ ସାଧବ ପୁଅମାନେ ଉଦ୍ଧାର କରିଥିଲେ। ପ୍ରତ୍ୟେକ ଦିନ ମାଙ୍କର ବଡ଼ସିଂହାର ନୀତି ପୂର୍ବରୁ ସେହି ବିଶ୍ରାମ ଶିଳାଟିକୁ ମାର୍ଜନା କରି ଫୁଲ ବେଲପତ୍ରରେ ପୂଜା କରାଯାଇଥାଏ। ପରଦିନ ଦେଖାଯାଏ ଯେ ଫୁଲ ଏବଂ ବେଲପତ୍ର ବିଶ୍ରାମ ଶିଳା ଉପରେ ଚାପି ହୋଇ ରହିଛି। ମା ମଙ୍ଗଳା ସେହିଠାରେ ହିଁ ବିଶ୍ରାମ ନେଇଛନ୍ତି। କିମ୍ବଦନ୍ତୀ କହେ, ଥରେ ମା ମଙ୍ଗଳା ପୁରୀରୁ ଫେରିବା ବାଟରେ ତାଙ୍କ ହସ୍ତରୁ କଙ୍କଣଟି ପଡ଼ିଯାଇଥିଲା। ପରଦିନ ପୂଜକମାନେ ଦେଖନ୍ତି ତ ମାଙ୍କ ଏକ ହସ୍ତରେ ସୁନାର କଙ୍କଣ ନାହିଁ। ସମସ୍ତଙ୍କ ମଧ୍ୟରେ ଭାଳେନି ପଡ଼ିଗଲା। କିଏ କେତେ ପ୍ରକାର କଥା କହିଲେ। ମା ସ୍ୱପ୍ନରେ ଆଦେଶ ଦେଲେ ଯେ ପୁରୀରୁ କାକଟପୁର ବାଟ ବିଲରେ କଙ୍କଣ ପଡ଼ିଯାଇଛି। ପଣ୍ଡାମାନେ ଯାଇ ଦେଖନ୍ତି ତ ଏକ ବିଶାଳକାୟ ନାଗସାପ ମାଙ୍କର କଙ୍କଣକୁ ଜଗି ରହିଛି। ସାପଟି ପଣ୍ଡାମାନଙ୍କୁ ଦେଖି ଅଦୃଶ୍ୟ ହୋଇଯାଇଥିଲା। ପଣ୍ଡାମାନେ କଙ୍କଣଟିକୁ ମାର୍ଜନା କରି ମାଙ୍କୁ ପିନ୍ଧେଇଥିଲେ। ମାଙ୍କର ମହିମା ଅଲୌକିକ ଅପାର। ପିଲାମାନେ, ମା ମଙ୍ଗଳାଙ୍କର ପ୍ରତିଦିନର ନୀତିକାନ୍ତି ବିଷୟରେ ମନ ଦେଇ ଶୁଣ। ପ୍ରତିଦିନ ମାଙ୍କୁ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ସ୍ନାନ, ମୈଲମ ଓ ମାର୍ଜନା କରାଯାଏ। ସୂର୍ଯ୍ୟ ପୂଜା ବଲ୍ଲଭ ଭୋଗ ପରେ 2 ପହର ଧୂପରେ ଅନ୍ନ ଭୋଗ କରାଯାଇଥାଏ। ଭଣ୍ଡ ଭୋଗ ଲାଗିଲା ପରେ ଦିନ 2ଟାରୁ 2:30 ମଧ୍ୟରେ ପହୁଡ଼ ଲାଗି ହୁଏ। ସନ୍ଧ୍ୟା 5ଟାରେ ପହୁଡ଼ ଫିଟା ଯାଇ ସନ୍ଧ୍ୟା ଆଳତି କରାଯାଏ। ରାତ୍ରିରେ ମାଙ୍କର ଅନ୍ନଭୋଗ ସହିତ ଡାଲି, ବିଭିନ୍ନ ପ୍ରକାରର ବ୍ୟଞ୍ଜନ, ଖଟା, କ୍ଷୀରି, ଦହି ପଖାଳ, କାକରା ରହିଥାଏ। ଭୋଗ ଲାଗି ପରେ ବଡ଼ସିଂହାର ନୀତି ଅନୁଷ୍ଠିତ ହୁଏ। ବଡ଼ସିଂହାର ନୀତି ପରେ ଅଧରପଣା ଲାଗି ହୁଏ। ଏହି ପଣାକୁ ଭକ୍ତଗଣ ସାଧୁସନ୍ତମାନେ ବିନା ମୂଲ୍ୟରେ ପାଇଥାନ୍ତି। ତାପରେ ମନ୍ଦିରର ପହୁଡ଼ ଲାଗି ହୁଏ। ଏହି ହେଲା ମାଙ୍କର ଦୈନନ୍ଦିନ ନୀତିକାନ୍ତି। ମାଙ୍କର 16 ଉପଚାର ପୂଜା ଦୁର୍ଗା ପୂଜାରେ ହୋଇଥାଏ। ପ୍ରମୁଖ ଯାତ୍ରା ମଧ୍ୟରେ ଝାମୁ ଯାତ୍ରା ଚୈତ୍ରରୁ ବୈଶାଖ ମାସ ମଧ୍ୟରେ ହୋଇଥାଏ। ଆଶ୍ୱିନ ମାସରେ 16 ଉପଚାରରେ ପୂଜା ହୁଅନ୍ତି। ଏହା ମୂଳାଷ୍ଟମୀରୁ ମହାଷ୍ଟମୀ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମା ବିଭିନ୍ନ ବେଶ ହୋଇ ପୂଜା ପାଆନ୍ତି। ତନ୍ମଧ୍ୟରୁ ନାଲି ଖୋଲି ବେଶ, କଳା ଖୋଲି ବେଶ, ମହାସପ୍ତମୀରେ ସିଂହବାହିନୀ ବେଶ, ମହାଷ୍ଟମୀରେ ମହିଷାମର୍ଦିନୀ ବେଶ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ପୁରପଲ୍ଲୀରୁ ମାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ସୁଅ ଛୁଟେ। ଏହି ମାସରେ ନିଶା ମଙ୍ଗଳବାର ବ୍ରତ ଓଷା ପଡ଼େ। ସଧବା ମହିଳାମାନେ ପରିବାରର ମଙ୍ଗଳ ପାଇଁ ଏହି ବ୍ରତ ରଖିଥାନ୍ତି। ପିଲାଏ, ମାଙ୍କ ଦର୍ଶନ ପାଇଁ ବାପା ବୋଉଙ୍କ ସହିତ ଆସି ମାଙ୍କୁ ଦର୍ଶନ କରିବ। ମା ମଙ୍ଗଳମୟୀ ସମସ୍ତଙ୍କର ମଙ୍ଗଳ ସାଧନ କରିଥାନ୍ତି। ପିଲାଏ, ଭାରତର ସଂସ୍କୃତି ଓ ଆଧ୍ୟାତ୍ମିକତାର ପ୍ରତୀକ ରୂପେ ଭାରତ ମାତା ବିଶ୍ୱ ବନ୍ଦିତା ଭାବେ ପରିଚିତ। ଏହି ଆମ ଜନ୍ମଭୂମି ଭାରତ ଗୋଟିଏ ପୁଣ୍ୟଭୂମି, ଯେଉଁଠି ଦେବତାମାନେ ମଧ୍ୟ ମାନବ ରୂପରେ ଜନ୍ମ ହେଇଛନ୍ତି। କେତେ ମୁନି ଋଷି, କେତେ ସାଧୁ ସନ୍ଥଙ୍କର ଜନ୍ମ ଏହି ପୁଣ୍ୟ କ୍ଷେତ୍ରରେ। ଆସ ତାର ଗୁଣବନ୍ଦନା କରିବା। ଦେଶରାଜ ନନ୍ଦଙ୍କ କଣ୍ଠରୁ ଶୁଣିବା ଦେଶ ବନ୍ଦନାଟିଏ। ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ମୀନାକ୍ଷୀ ଦେବୀ।
ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ସେ ପାବନ ଭୂମି ଆମ ଜନ୍ମଭୂମି ସେ ପାବନ ଭୂମି ଆମ ଜନ୍ମଭୂମି ପଦେ ତାର ନମସ୍କାର ପଦେ ତାର ନମସ୍କାର ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ସତ୍ୟ ହିଂସା ଯେ ଦେଶର ମୂଳ ନୀତି ଲକ୍ଷ୍ୟ ଯାହାର ବିଶ୍ୱ ମମତା ପ୍ରୀତି ସତ୍ୟ ହିଂସା ଯେ ଦେଶର ମୂଳ ନୀତି ଲକ୍ଷ୍ୟ ଯାହାର ବିଶ୍ୱ ମମତା ପ୍ରୀତି विश्व बंदिनी से भारत माता विश्व बंदिनी से भारत माता पदे तार नमस्कार पदे तार नमस्कार देवता ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର एकतार मंत्र गाए जा पानी पवन विश्व करई जे देशर जय गान एकतार मंत्र गाए जा पानी पवन विश्व करई जे देशर जय गान कीर्ति मालिनी भारत जननी कीर्ति मालिनी भारत जननी पदे तार नमस्कार पदे तार नमस्कार देवता ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ଦେବତା ଯେଉଁଠି ମାନବ ରୂପରେ ଜନ୍ମିଛି ବାର ବାର ସେ ପାବନ ଭୂମି ଆମ ଜନ୍ମଭୂମି ସେ ପାବନ ଭୂମି ଆମ ଜନ୍ମଭୂମି ପଦେ ତାର ନମସ୍କାର ପଦେ ତାର ନମସ୍କାର ପଦେ ତାର ନମସ୍କାର ପଦେ ତାର ନମସ୍କାର ପିଲାଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅନେକ ବୀର ଯୋଦ୍ଧା ନିଜର ବଳିଦାନ ଦେଇ ଦେଶକୁ ମୁକ୍ତ କରିଥିଲେ। ଆମ ରାଜ୍ୟ ଓଡ଼ିଶାରୁ ଜୟୀ ରାଜଗୁରୁ ବକ୍ସି ଜଗବନ୍ଧୁ ଲକ୍ଷ୍ମଣ ନାୟକ ସୁରେନ୍ଦ୍ର ସାଇ ରମାଦେବୀ ସାରଳା ଦେବୀ ବାଜି ରାଉତ ଚାକ୍ଷୀ ଖୁଣ୍ଟିଆ ଗୋପବନ୍ଧୁ ଦାସ ଏମିତି ଅନେକ ସଂଗ୍ରାମୀ ଭାରତର ମୁକ୍ତ ସଂଗ୍ରାମରେ ନିଜର ଅବଦାନ ଦେଇଥିଲେ। ଏହି ମହାପୁରୁଷମାନଙ୍କର ଅବଦାନ ଚିରସ୍ମରଣୀୟ। ଆଜି ଆମ କାର୍ଯ୍ୟକ୍ରମରେ ମହାପୁରୁଷଙ୍କ ଜୀବନୀରେ ଶୁଣିବା ଚାକ୍ଷୀ ଖୁଣ୍ଟିଆଙ୍କ ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ଭାଗୀରଥୀ ପଣ୍ଡା। ପିଲାଏ
ପ୍ରାୟ 200 ବର୍ଷ କାଳ ଆମ ଦେଶକୁ ମାଡ଼ି ବସିଥିବା ଇଂରେଜ ଶାସକମାନେ ଶେଷରେ ଏ ଦେଶ ଛାଡ଼ିଲେ। ସ୍ୱାଧୀନତା ପରେ ଗୋରା ଶାସକମାନଙ୍କର ଅତ୍ୟାଚାର ଓ ଦମନ ନୀତି କଥା ମନେ ପଡ଼େ। ବହୁ ଦୁଃଖ କଷ୍ଟ ଭୋଗି ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିଥିବା ବିପ୍ଳବୀ ବୀରମାନଙ୍କ ପାଖରେ ଆମ ମୁଣ୍ଡ ଆପେ ଆପେ ନଇଁଯାଏ। ଇଂରେଜମାନଙ୍କ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରି ବହୁ ସଂଗ୍ରାମୀ ବୀରମାନେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ସେହିପରି ଜଣେ ଓଡ଼ିଆ ମାଟିର ବୀର ସନ୍ତାନ ଯାହାଙ୍କର ନାମ ଚାକ୍ଷିଖୁଣ୍ଟିଆ। ଆଜି ତାଙ୍କରି ବୀରତ୍ୱର କାହାଣୀ ବିଷୟରେ ଆଲୋଚନା କରିବା। ପିଲାଏ, ବିପ୍ଳବୀ ଚାକ୍ଷିଖୁଣ୍ଟିଆ 1827 ମସିହା ଜାନୁଆରୀ 20 ତାରିଖରେ ପୁରୀର ହରଚଣ୍ଡୀ ସାହିରେ ହଜୁରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚାକ୍ଷିଖୁଣ୍ଟିଆଙ୍କ ବାପାଙ୍କ ନାମ ଥିଲା ଭୀମସେନ ହଜୁରୀ ଓ ମାଙ୍କ ନାମ ଥିଲା କମଳାବତୀ। ପୁରୀର ଗଜପତି ତାଙ୍କ ପୂର୍ବପୁରୁଷଙ୍କୁ ହଜୁରୀ ଉପାଧି ପ୍ରଦାନ କରିଥିବାରୁ ସମସ୍ତେ ହଜୁରୀ ବୋଲି ଡାକୁଥିଲେ। ଜଗନ୍ନାଥଙ୍କ ଚନ୍ଦନ ଲାଗି ସମୟରେ ଜନ୍ମ ହୋଇଥିବାରୁ ତାଙ୍କର ବାପା ମା ତାଙ୍କୁ ଚନ୍ଦନ ଦେଇଥିଲେ। ସେ ପିଲାଦିନେ ବହୁତ ଦୁଷ୍ଟ ଥିଲେ। ଜଗନ୍ନାଥଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଚାଖି ଚାଖି ଖାଉଥିବା ଯୋଗୁଁ ତାଙ୍କୁ ଚାଖି ବୋଲି ଡାକୁଥିଲେ। ଚାକ୍ଷିଖୁଣ୍ଟିଆଙ୍କ ପିଲାଦିନ ନାମ ଥିଲା ଚନ୍ଦନ ହଜୁରୀ ଓ ପରବର୍ତ୍ତୀ ସମୟରେ ଚାକ୍ଷିଖୁଣ୍ଟିଆ ନାମ ସମସ୍ତେ ଜାଣିଲେ। ଚାକ୍ଷିଖୁଣ୍ଟିଆ ବାପା ଜଗନ୍ନାଥଙ୍କ ଜଣେ ବଡ଼ ସେବକ ଥିଲେ। ବିଶେଷ କରି ଜଗନ୍ନାଥ ମହାପ୍ରଭୁଙ୍କର 36 ନିଯୋଗ ମଧ୍ୟରୁ ଚନ୍ଦନ ଲାଗି ଏକ ନିଯୋଗର ସେବା କରୁଥିଲେ। ବାପାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲେ। ତାଙ୍କର ବାଲ୍ୟ ଜୀବନ ଓ ପାଠପଢ଼ା ପ୍ରାୟତଃ ପୁରୀରେ କଟିଥିଲା। ପାଠପଢ଼ା ସହିତ ଧର୍ମଶାସ୍ତ୍ର ଉପରେ ସେ ବହୁତ ଅଧ୍ୟୟନ କରିଥିଲେ। ଚାକ୍ଷିଖୁଣ୍ଟିଆ ପିଲାଦିନ ନିଜର ପିତାମାତା ଓ ନିଜର ସହପାଠୀଙ୍କ ସହ କଟିଥିଲା। ହରଚଣ୍ଡୀ ସାହିର ଅନ୍ୟ ପିଲାଙ୍କ ଅପେକ୍ଷା ସେ ଅଧିକ ଚାଲାକ ଚତୁର ଥିଲେ। ପିଲାଟି ଦିନରୁ ଦୁଃସାହସିକ କାର୍ଯ୍ୟରେ ହାତ ଦେଇ ସାହି ପିଲାଙ୍କ ଭିତରେ ନାଁ ରଖିଥିଲେ। ପିଲାଏ, 1817 ମସିହା ପାଇକ ବିଦ୍ରୋହ ଠାରୁ 1857 ମସିହା ସିପାହୀ ବିଦ୍ରୋହ ମଧ୍ୟରେ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ ପ୍ରଥମ ଓଡ଼ିଆ ସଂଗ୍ରାମୀ ଥିଲେ। ଏମାନଙ୍କ ପରେ ଚାକ୍ଷିଖୁଣ୍ଟିଆ ଆମ ଓଡ଼ିଆ ଜାତିର ଟେକ ରଖିବା ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ବାହାରି ପଡ଼ିଥିଲେ। ଇଂରେଜମାନଙ୍କ ଅତ୍ୟାଚାରକୁ ସେ ଘୃଣା କରୁଥିଲେ। ସେ ସମୟରେ ପୁରୀର ଗଜପତି ମୁକୁନ୍ଦ ଦେବ ଦିବ୍ୟସିଂହ ଦେବଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ପୁରୀର ରାଜମାତା ମନ୍ଦିରର ପରିଚାଳନା କଲାବେଳେ ଇଂରେଜମାନେ ରାଣୀଙ୍କୁ ବହୁ କୈଫତ ମାଗୁଥିଲେ ଓ ଧମକ ମଧ୍ୟ ଦେଉଥିଲେ। ଇଂରେଜମାନଙ୍କ ରାଣୀଙ୍କ ପ୍ରତି ଏଭଳି ବ୍ୟବହାର ଚନ୍ଦନ ହଜୁରୀଙ୍କୁ ବହୁତ ବାଧିଥିଲା। ଜଣେ ପ୍ରଧାନ ସେବାୟତ ଭାବେ ତାହାର ପ୍ରତିବାଦ କରୁଥିଲେ। ସେ ସମୟରେ ଇଂରେଜ ତିଆରି କରିଥିବା ଆଇନ ରାଜାମାନଙ୍କୁ ପୋଷ୍ୟପୁତ୍ର ରଖିବାକୁ ମନା କରାଯାଉଥିଲା। ଯେଉଁ ରାଜାଙ୍କର ସନ୍ତାନ ନଥିଲା ସେମାନଙ୍କର ସମ୍ପତ୍ତି ଓ ରାଜ୍ୟ ଇଂରେଜମାନେ ଦଖଲ କରି ନେଉଥିଲେ। ଏସବୁ ଖବର ଚନ୍ଦନ ହଜୁରୀଙ୍କ ପାଖ ପହଞ୍ଚି ଯାଉଥିଲା। ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହର କଥା ତାଙ୍କ ମନରୁ ଲିଭି ନଥିଲା। ଯୁଦ୍ଧ କରି ନାନା କୌଶଳ କ୍ରମେ ଛଡ଼ାଇ ନେଇଥିବା ରାଜ୍ୟମାନଙ୍କୁ ନିଜ କବ୍ଜାରେ ରଖିବା ପାଇଁ ଇଂରେଜମାନେ ଏକ ବଡ଼ଲାଟ ନିଯୁକ୍ତି କରିଥିଲେ। ତାଙ୍କର ନାମ ଥିଲା ଡେଲହାଉସି। ସେ 1848ରୁ 1856 ପର୍ଯ୍ୟନ୍ତ ଭାରତରେ ଥିଲେ। ଆମ ଦେଶର ଦେଶୀୟ ରାଜାଙ୍କ ରାଜ୍ୟକୁ ଚକ୍ରାନ୍ତ କରି କବଳିତ କରିବା ତାଙ୍କର ଏକ ମୂଳ ଲକ୍ଷ୍ୟ ଥିଲା। ପିଲାଏ, ସାରା ଭାରତରେ ମରହଟା ଶାସକମାନେ ବହୁତ ବଳୁଆ ଥିଲେ, କିନ୍ତୁ ଇଂରେଜମାନେ ଯୁଦ୍ଧ କରି ତାଙ୍କୁ ହରାଇ ଦେଇଥିଲେ। ମରହଟମାନଙ୍କର ନେତା ପେଶୱା ବାଜିରାଓ ଦ୍ୱିତୀୟ ଏକ ଛୋଟିଆ ଜମିଦାରୀ ଇଂରେଜମାନେ ତାଙ୍କୁ ଦେଇଥିଲେ। ସେ ସନ୍ତାନହୀନ ଥିବାରୁ ତାଙ୍କ ଜମିଦାରୀ ହରାଇବାକୁ ପଡ଼ିଥିଲା। ଠିକ୍ ଏତିକି ବେଳେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ସନ୍ତାନହୀନ ଥିବାରୁ ପୋଷ୍ୟପୁତ୍ର ଗ୍ରହଣ କରିବା ପାଇଁ ଇଂରେଜମାନଙ୍କୁ ଅନୁମତି ମାଗିଥିଲେ। ଇଂରେଜ ସରକାର ତାଙ୍କ କଥା ମାନି ନଥିବାରୁ ତାଙ୍କ ବିରୁଦ୍ଧରେ ଯାଇ ଏକ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ। ଏଥିପାଇଁ ଇଂରେଜମାନେ ଲକ୍ଷ୍ମୀବାଇଙ୍କୁ ଯୁଦ୍ଧର ଧମକ ଦେଇଥିଲେ। ସେହି ଦୁର୍ଦ୍ଦିନ ସମୟରେ ରାଣୀ ଲକ୍ଷ୍ମୀବାଇ ସୁଦୂର ପୁରୀରୁ ଚାକ୍ଷିଖୁଣ୍ଟିଆଙ୍କ କଥା ମନେ ପକାଇଲେ, କାରଣ ସେ ଚାକ୍ଷିଖୁଣ୍ଟିଆକୁ ନିଜ ଆଖିରେ ଦେଖିଥିଲେ ଓ ତାଙ୍କ ବୀରତ୍ୱର ଗାଥା ଶୁଣିଥିଲେ। ତେଣୁ ଚାକ୍ଷିଖୁଣ୍ଟିଆ ଆସିଲେ ସବୁ ସମ୍ଭାଳି ନେବେ ଏହି କଥା ଭାବି ପୁରୀକୁ ଖବର ପଠାଇଲେ। ରାଣୀ ଲକ୍ଷ୍ମୀବାଇଙ୍କ ଖବର ଚାକ୍ଷିଖୁଣ୍ଟିଆ ପାଇବା କ୍ଷଣି ଝାନ୍ସୀ ଅଭିମୁଖେ ବାହାରି ପଡ଼ିଲେ। କିଛି ଦିନ ପରେ ଚାକ୍ଷିଖୁଣ୍ଟିଆ ଝାନ୍ସୀ ରାଜ୍ୟରେ ପହଞ୍ଚି ରାଣୀଙ୍କୁ ସାକ୍ଷାତ କଲେ। ରାଣୀ ଚନ୍ଦନ ହଜୁରୀଙ୍କୁ ବିପଦ ସମୟରେ ପାଇ ବହୁତ ଖୁସି ହେଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ପାଇଁ ଗୁପ୍ତ ମନ୍ତ୍ରଣା ଚାଲିଲା। ପିଲାଏ, ଚାକ୍ଷିଖୁଣ୍ଟିଆ ଝାନ୍ସୀର ନାନା ସାହେବ ଓ ତାନ୍ତିଆ ଟୋପେଙ୍କ ସହ ମିଶି ଇଂରେଜମାନଙ୍କୁ କିପରି ତଡ଼ିବେ ଏହି ଯୋଜନା କଲେ। ଠିକ୍ ସେତିକି ବେଳେ ସିପାହୀ ବିଦ୍ରୋହ ଚାଲୁଥିଲା। ଇଂରେଜମାନଙ୍କ ସବୁ ସୈନ୍ୟ ମଧ୍ୟରେ
ପ୍ରାୟ 75 ଭାଗ ଭାରତୀୟ ଥିଲେ। ବନ୍ଧୁକର ଗୁଳିକୁ ଫୁଟାଇବା ସମୟରେ ଗୁଳିର ଉପର ସ୍ତରକୁ ଦାନ୍ତରେ ଛିଡ଼ାଇବାକୁ ପଡ଼ୁଥିଲା। ଗୁଳିରେ ଗୋରୁ ଓ ଘୁଷୁରୀ ଚର୍ବି ଲାଗିବା ଘଟଣା ସେନା ଛାଉଣୀରେ ପ୍ରସାରିତ ହୋଇଗଲା। ନିଜ ଜାତି ଯିବା ଭୟରେ ମୁସଲମାନ ଓ ହିନ୍ଦୁ ସୈନ୍ୟମାନେ ବନ୍ଧୁକ ଫୁଟାଇବାକୁ ମନା କରିଦେଇଥିଲେ। ଇଂରେଜମାନଙ୍କ ଧମକ ନ ଡରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଚନ୍ଦନ ହଜୁରୀ ଏହି ବିଦ୍ରୋହର ସୁଯୋଗ ନେଇଥିଲେ। ଚାକ୍ଷିଖୁଣ୍ଟିଆ ଝାନ୍ସୀରେ ରାଣୀଙ୍କୁ ବହୁ ସହଯୋଗ କରିଥିଲେ। 1858 ମସିହାରେ ଇଂରେଜମାନେ ଝାନ୍ସୀ ଆକ୍ରମଣ କରିଥିଲେ। 200 ତୋପ ଓ 20,000 ସୈନ୍ୟକୁ ନେଇ ତାନ୍ତିଆ ଟୋପେ ଠିକ୍ ସମୟରେ ପହଞ୍ଚି ପାରିନଥିବାରୁ ଝାନ୍ସୀର ରାଜା ଇଂରେଜମାନଙ୍କ ଦ୍ୱାରା ମୃତ୍ୟୁବରଣ କରିଥିଲେ। ଶେଷରେ ରାଣୀ ଲକ୍ଷ୍ମୀବାଇ ତାନ୍ତିଆ ଟୋପେ ଓ ନାନା ସାହେବ ଚନ୍ଦନ ହଜୁରୀଙ୍କ ସହ ମିଶି ଶେଷ ଯୁଦ୍ଧ ଗୋଆଲିୟର ପାଖାପାଖି କରିଥିଲେ। ଲକ୍ଷ୍ମୀବାଇଙ୍କ ଘୋଡ଼ା ପାଣି ପିଇବା ସମୟରେ ଇଂରେଜମାନଙ୍କ ଗୁଳିରେ ରାଣୀ ମୃତ୍ୟୁବରଣ କରିଥିଲେ। ନାନା ସାହେବ ନିଖୋଜ ଥିଲେ। ଶେଷରେ ଚାକ୍ଷିଖୁଣ୍ଟିଆ ରାଣୀଙ୍କ ମୃତ୍ୟୁ ପରେ ପୁରୀ ଫେରିଆସିଲେ। ବିପ୍ଳବୀମାନଙ୍କର ସ୍ମୃତିରେ ଚାକ୍ଷି ମର୍ମାହତ ହୋଇଥିଲେ। ପୁରୀର ଗଜପତି ଦିବ୍ୟସିଂହ ଦେବଙ୍କୁ ଇଂରେଜମାନେ ମିଛ ଅପରାଧରେ କଳାପାଣି ପଠାଇଥିଲେ। ପୁରୀରେ ଚାକ୍ଷିଖୁଣ୍ଟିଆଙ୍କୁ ଇଂରେଜମାନେ ନଜରବନ୍ଦୀ ଭାବେ ରଖିଥିଲେ। ସେ ପୁରୀରୁ ବାହାରକୁ ଯାଇପାରିବେ ନାହିଁ। ଚାକ୍ଷିଖୁଣ୍ଟିଆ ଗରିବମାନଙ୍କୁ ସାହାଯ୍ୟ କରୁଥିଲେ। ଜୀବନର ଶେଷ ସମୟରେ ସେ ଜଗନ୍ନାଥଙ୍କ ସେବା ପୂଜା କରି ଓ ଭଜନ ଗୀତ ଲେଖି ପୁରୀରେ 1870 ମସିହାରେ ପ୍ରାଣତ୍ୟାଗ କରିଥିଲେ। ପିଲାଏ, ଚାକ୍ଷିଖୁଣ୍ଟିଆ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଦେଶ ସେବା ପାଇଁ ଆମେ ସବୁଦିନ ତାଙ୍କୁ ମନେ ରଖିବା। ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।